এটা স্যার মেডিକାମେଣ୍ଟ ଆପ୍ଲିକେସନ ଆମର ଇଏଟା ୱେବସାଇଟ ଟା ଏଠୁ ଆପଣ ଯିବେ। ଏଠୁ ଗଲା ପରେ ସାର୍ ଆପଣଙ୍କର ସାଇଟ୍ କରିଦେଉଛି ଲଗଇନ ଟା ଅଛି। ଆପଣ ଏଠୁ ଲଗଇନ କରିଦେବେ। ଆପଣଙ୍କ ଆଇଡି ଥରେ କ୍ରିଏଟ ହେଲା ପରେ ଆପଣ ଏଠୁ ଲଗଇନ କରିପାରିବେ। ମୋ ପାଖେ ଡମି ଆଇଡି ଅଛି ତ ମୁଁ ଡମି ଆଇଡି ରେ ଲଗଇନ କରିକି ଆପଣଙ୍କୁ ଦେଖାଉଛି। ଆପଣଙ୍କ ଡ୍ୟାସବୋର୍ଡ ଟା ଏମିତି ରହିବ ସାର୍। ଆପଣଙ୍କର ଏଠି 7 ଡେଜ୍ ରିପୋର୍ଟ ଆପଣ ଦେଖିପାରିବେ। ଏଠି ଆପଣଙ୍କର ଟୋଟାଲ अर्निंग्स ଦେଖିପାରିବେ, କେତେଟା ରିପୋର୍ଟ ଜେନେରେଟ କରିଛନ୍ତି ଦେଖିପାରିବେ। ତାପରେ ଆପଣଙ୍କର 30 ଡେଜ୍ ସେଲ୍ସ ରିପୋର୍ଟ ଏଠି ଶୋ କରିବ। ଆପଣଙ୍କର ଟପ୍ ଲିଷ୍ଟେଡ ଟେଷ୍ଟ ଯୋଉଟା ଆପଣଙ୍କର ରେଗୁଲାରଲି ଟେଷ୍ଟ ହଉଛି ସେଟା ଏଠି ଆପଣଙ୍କର ଶୋ କରିବ। ମୋଷ୍ଟ ସେଲିଂ କ୍ୟାଟେଗୋରିଜ ବି ଆପଣଙ୍କୁ ଦେଖିପାରିବେ। କୋଉଟା ଏକ୍ସାମିନେସନ ଆପଣ ମ୍ୟାକ୍ସିମମ୍ ଟାଇମ କରୁଛନ୍ତି ସେ ଏକ୍ସାମିନେସନ ନମ୍ବର ଅଫ ଏକ୍ସାମିନେସନ ଆପଣଙ୍କୁ ଏଠି ଶୋ କରିବ। ଏଟା ଆପଣଙ୍କ ରେଫର୍ଡ ବାଇ ରିପୋର୍ଟ ମାନେ ଆପଣଙ୍କୁ ଯଦି କିଏ ଭେଣ୍ଡର ରେଫରେନ୍ସ ଦଉଛନ୍ତି କିମ୍ବା ଡକ୍ଟର ଦଉଛନ୍ତି ଆପଣ କମିଶନ ବେସ ରେ ଆପଣ ଏଇଟା ବି ଆପଣ ମେଣ୍ଟେନ କରିପାରିବେ ସାର୍। ଆଉ ସାର୍ ଆପଣଙ୍କର ମୁଁ ଆପଣଙ୍କୁ ଗୋଟେ ବିଲ୍ ଜେନେରେଟ କରିକି ଦେଖାଉଛି। ଆକାଉଣ୍ଟସ କୁ ଯିବା, ନ୍ୟୁ ବିଲିଂ କୁ ଯିବା। ଏଠି ଆପଣଙ୍କ ନ୍ୟୁ ପେସେଣ୍ଟ ବି ଆପଣ ଏଡ୍ କରିପାରିବେ। ଏଥିରେ ଆପଣଙ୍କୁ ସମସ୍ତଙ୍କର ଡିଟେଲ୍ସ ଯାହାର ବି ପେସେଣ୍ଟର ଡିଟେଲ୍ସ ଭରିବାକୁ ପଡିବ। ଯେହେତୁ ଆମ ପାଖରେ ଏବେ ଗୋଟେ ଏକ୍ଜିଷ୍ଟିଂ ପେସେଣ୍ଟର ରିପୋର୍ଟ ଅଛି ତ ଆମେ ଏଠୁ ନେଇଯିବା। ମିଷ୍ଟର ଆଲୋକ ମୁଁ ସିଲେକ୍ଟ କଲି। ତାଙ୍କର ନାଁ ତାଙ୍କର ଏଜ ଆଗରୁ ଆମ ଡାଟାବେସ୍ ରେ ଥିଲା ତ ସେ ନେଇଗଲା ଅଟୋମେଟିକଲି ତାଙ୍କ ଡିଟେଲ୍ସ ଟା। ଏଠି ଆପଣଙ୍କୁ ଆଡ୍ରେସ ଟା ଦେବାକୁ ପଡିବ। ଆଡ୍ରେସ ଟା ମୁଁ ଦେଇଦେଲି। ଆପଣଙ୍କର ଏଟା ପ୍ରେଫରେନ୍ସ ଟା ନନ୍ ପ୍ରାଇମ ହିଁ ରହିବ। ଆଉ ଯଦି ଆପଣଙ୍କର ପ୍ରାଇମ ୟୁଜ କରୁଛନ୍ତି ତ ପ୍ରାଇମ କରିପାରିବେ। ଟେଷ୍ଟ କ୍ୟାଟାଗୋରିଜରେ ଆପଣଙ୍କର ସବୁ ଟାଇପ ର ଟେଷ୍ଟ ଅଛି। ଯେମିତି ଆମ ଏବେ କାର୍ଡିଆକ ଏକ୍ସାମିନେସନ ଯେମିତି ନେବା ତ କାର୍ଡିଆକ ଏକ୍ସାମିନେସନ ରେ ଏଇ ସବୁ ଟେଷ୍ଟ ଆଉଛି ତାର ସବ ଟେଷ୍ଟ ଆଉ ଟେଷ୍ଟ ଆଉଛି। ତମ ହାର୍ଟ ସ୍କ୍ରିନିଂ ଯଦି କରୁଛୁ ହାର୍ଟ ସ୍କ୍ରିନିଂ ନେବା ତ ତା ପ୍ରାଇସ୍ ଟା ଏଠି ଅଟୋମେଟିକଲି ସାର୍ ବିଲିଂ ଆଇଟମ ରେ ଆଡ୍ ହେଇଯିବ। ଆପଣ ଏଇ ପ୍ରାଇସିଂ ଟା ଆପଣ ହିସାବରେ ସେଟ୍ ବି କରିପାରିବେ। ତାପରେ ଆପଣଙ୍କର ପ୍ରାଇସିଂ ଟା ଏଠି ଦେଖନ୍ତୁ 2000 ଶୋ କରିଗଲା। ତାପରେ ଆମେ ସବମିଟ ଆଣ୍ଡ ପ୍ରିଣ୍ଟ କରିଦବା। ତ ଆପଣଙ୍କର ବିଲ୍ ଟା କ୍ରିଏଟ ହେଇଗଲା। ଆମେ ବିଲିଂ ଇନଭଏସ କୁ ଏବେ ଯିବା। ଆଜି ଡେଟ ରେ ଆମେ କ୍ରିଏଟ କରିଛୁ ତ ଏଠି ଡେଟ ଟା ଦେଇଦବା। ସର୍ଚ୍ଚ କରିବା ତ ଆମେ ମିଷ୍ଟର ଆଲୋକ ର କରିଥିଲୁ ତ ଏଠି ବିଲ ର ପଳେଇ ଆସିଲା ସାର୍ ଦେଖନ୍ତୁ। ଆମେ ଏଠି ଏକ୍ସନ କୁ ଯାଇକିରି ପ୍ରିଣ୍ଟ ଇନଭଏସ କରିଦବା। ଆପଣଙ୍କ ଇନଭଏସ ଟା ରେଡି ହେଇଗଲା। ତାଙ୍କର ବିଲ୍ ଟା ରେଡି ହେଇଗଲା ମିଷ୍ଟର ଆଲୋକ ର। ଆପଣ ଏଟା ଡାଉନଲୋଡ କରିକି ତାଙ୍କୁ ପିଡିଏଫ ରେ ବି ପଠେଇ ପାରିବେ କିମ୍ବା ତାଙ୍କୁ ପ୍ରିଣ୍ଟ କରିକି ବି ଦେଇପାରିବେ। ଆପଣଙ୍କ ପ୍ରାଇସ୍ ଟା ଏଠି ରହିଗଲା ସାର୍। ଏବେ ଆମେ ସାର୍ ରିପୋର୍ଟ ଜେନେରେଟ ଟା ମୁଁ ଆପଣଙ୍କୁ ଦେଖେଇ ଦଉଛି। ତ ଆପଣ ରିପୋର୍ଟସ କୁ ଯିବା ସାର୍। ଯୋଉ ଆମେ ଏବେ ବିଲ୍ ଟା ଜେନେରେଟ କରିଥିଲୁ ତ ଟେଷ୍ଟ ରିପୋର୍ଟ ରେ ଯିବା। ସର୍ଚ୍ଚ କଲୁ ତ ଆମେ ମିଷ୍ଟର ଆଲୋକ ର ଆଜ୍ଞା ସାର୍। ଆମେ ମିଷ୍ଟର ଆଲୋକ ର ଯେମିତି ସାର୍ ବିଲ୍ ଜେନେରେଟ କରିଥିଲୁ ତାଙ୍କର ଏଠିକୁ ଯିବା ଆକ୍ସନ କୁ ଯିବା। ଏଠି ଆପଣ କ୍ରିଏଟ ରିପୋର୍ଟ ଅଛି କ୍ରିଏଟ ରିପୋର୍ଟ କରିଦେବା ଆମେ। ତ ଆପଣଙ୍କୁ ତାଙ୍କ ଡିଟେଲ୍ସ ସବୁ ପଳେଇ ଆସିଲା ତାଙ୍କର ଏଜ ତାଙ୍କର ମୋବାଇଲ ନମ୍ବର ସବୁ ଡିଟେଲ୍ସ ପଳେଇ ଆଇଲା। ଆମେ ଫାର୍ଷ୍ଟ ସ୍କ୍ରିନିଂ କରିଥିଲୁ ତ ଆମର ଯୋଉ ଅବଜରଭେସନ ଭ୍ୟାଲୁ ବାହାରିଛି ଆମର ସେଇ ହିସାବରେ ଆମେ ତାକୁ ଏଠି ଦେଇଦବା। ଯୋଉଟା ଆମର ରିପୋର୍ଟସ ରେ ବାହାରିଛି ଅଲରେଡି ଆମେ ଯୋଉଟା ଟେଷ୍ଟ କରିଛୁ। ମୁଁ ନମ୍ବରସ ରେଣ୍ଡମ ନମ୍ବରସ ପକେଇ ଦଉଛି। ରିମାର୍କସ ରେ ଆପଣ ଦେଇପାରିବେ ଯଦି ପେସେଣ୍ଟ ଇଜ ହେଲ୍ଦି ଅର ପେସେଣ୍ଟ ନିଡ ଟୁ ଗो ଟୁ ଦ ଡକ୍ଟର ତ ଆପଣ ରିମାର୍କସ ରେ ଦେଇପାରିବେ ସେଟା। ଆମେ ସେଭ ରିପୋର୍ଟ କରିଦବା। ରିପୋର୍ଟ ସେଭ ହେଇଗଲା ଆପଣଙ୍କର। ତାପରେ ଆମେ ରିପୋର୍ଟସ କୁ ଯାଇକିରି ଟେଷ୍ଟ ରିପୋର୍ଟସ ସର୍ଚ୍ଚ କରିଦେଲୁ ଆଜିର ଯୋଉଟା ଡାଟା ଅଛି। ମିଷ୍ଟର ଆଲୋକ ର ଆମେ ରିପୋର୍ଟ ଏବେ ବନେଇ ସାରିଲୁଣି। ଆମେ ଏଠିକୁ ଯାଇକରି ଜଷ୍ଟ ପ୍ରିଣ୍ଟ ରିପୋର୍ଟ କରିଦବା। ପ୍ରିଣ୍ଟ ରିପୋର୍ଟ କରିଦେଲେ ଆପଣଙ୍କ ସେଭ୍ ଆଣ୍ଡ ପ୍ରିଭ୍ୟୁ ଆପଣଙ୍କର ରିପୋର୍ଟ ଜେନେରେଟ ହେଇଗଲା ସାର୍। ଆମେ ଯୋଉ ଭ୍ୟାଲୁ ପକେଇଥିଲୁ ଆଉ ଯୋଉ ଇଏଟା ଦେଇଥିଲୁ ସେ ଭ୍ୟାଲୁ ସହିତ ଏଟା ଜେନେରେଟ ହେଇଗଲା। ଆମେ ଡାଉନଲୋଡ ପିଡିଏଫ କରିକି ବି ତାଙ୍କୁ ଦେଇପାରିବା କିମ୍ବା ଆପଣ ପ୍ରିଣ୍ଟ କରିକି ବି ଦେଇପାରିବେ। ଆଉ ତାଙ୍କର ଯୋଉ ବାରକୋଡ ଟା ବି ଆପଣଙ୍କର ସାର୍ ଏଠି ପ୍ରିଣ୍ଟ ହେଇକି ଆସିବ। ତ ସେ ସେଠୁ ସ୍କାନ କରିକିରି ବି ତାଙ୍କ ରିପୋର୍ଟ ଟା ଦେଖିପାରିବେ ସାର୍ ଅନଲାଇନରେ। ତାପରେ ସାର୍ ଆପଣଙ୍କ ସେଟିଂସ ରେ
ଆପଣଙ୍କର କ୍ୟାଟେଗୋରିଜ ରହୁଛି, କ୍ୟାଟେଗୋରିଜ ରେ ଆପଣଙ୍କର ସବୁ ଟାଇପ ର ଟେଷ୍ଟ ରହୁଛି। ଆପଣ ଏଠି ଅଲରେଡି ଟେଷ୍ଟ କେତେଟା ଆଭେଲେବଲ ଅଛି, ଯଦି ଆପଣଙ୍କର କିଛି ଏକ୍ସଟ୍ରା ଟେଷ୍ଟ ଥିବ ଆପଣ ଏଠି ଏଡ୍ ବି କରିପାରିବେ, କିମ୍ବା ଆପଣ ଯଦି ଆମକୁ ପିଡିଏଫ ଦେଇଦେବେ ତ ଆମେ ସେଇ ହିସାବରେ ବି ଆପଣଙ୍କର ଏଡ୍ କରିକି ଦେଇପାରିବୁ। ତାପରେ ସାର୍ ଏଠି ୟୁନିଟ୍ସ ମାନେ ଅଛି, ଯୋଉଟା ଆମର ଇଏ ୟୁନିଟ୍ସ, ଆଜ୍ଞା ୟୁନିଟ୍ସ ମାନେ ବି ରହୁଛି ସାର୍ ଆପଣଙ୍କର। ତ ୟୁନିଟ୍ସ ମାନେ ଯୋଉଟା ଆମର କ୍ୟାଟେଗୋରିଜ ଅଛି ଅଲରେଡି ଅଛି ଏଥିରେ, ଆପଣ ଯଦି କିଛି ଏକ୍ସଟ୍ରା ୟୁନିଟ୍ସ ଏଡ୍ ହଉଛି ଆପଣଙ୍କର ୟୁଟିଲାଇଜ ହଉଛି ତ ଏଡ୍ କରିପାରିବେ। ଭେଣ୍ଡରରେ ଆପଣଙ୍କର ଡକ୍ଟର୍ସ କିମ୍ବା ଯେ କଲେକ୍ସନ ଏଜେଣ୍ଟ ଯାହା ଥ୍ରୁରୁ ଆପଣଙ୍କୁ ଇଏ ମିଳୁଛି ତ ସେମାନଙ୍କୁ ଏଡ୍ କରିପାରିବେ। ତ ଆମେ ଆପଣଙ୍କ ଡାଟା ରହିବ ଆପଣଙ୍କ ପାଖରେ କି କିଏ କେତେ ଆପଣଙ୍କୁ ବିଜନେସ ଆଣିକି ଦେଇଛି। ଡକ୍ଟର ପ୍ରେସକ୍ରିପସନ ବାହାର କରି ହବ? ହଁ ଡକ୍ଟର ପ୍ରେସକ୍ରିପସନ ସାର୍ ଆପଣ ଏଡ୍ କରିପାରିବେ। ତାର ଫର୍ମାଟ ଟା ଗୋଟେ ଅଛି, ଆପଣଙ୍କୁ ସେଟା ଏକ୍ସଟ୍ରା ଆମକୁ ଆପଣ ପ୍ରେସକ୍ରିପସନ ଦେଇଦେଲେ ଆମେ ସେଇ ଅନୁସାରେ ଫର୍ମାଟ ଏଠି ଏଡ୍ କରିଦେଇ ପାରିବୁ ସାର୍। ଆଜ୍ଞା। କେତେ କଷ୍ଟ କେମିତି କଣ ରହୁଛି ୟାର? ଦେଇଦେଲେ ସାର୍ ମୁଁ ସେଟା ଟିମକୁ ପଠେଇଦେବି। ସେ ପ୍ରେସକ୍ରିପସନ ଫର୍ମାଟ ଆପଣ ବି ଏଥିରେ ପ୍ରିଣ୍ଟ କରିପାରିବେ, ସେଟା ଏଡ୍ କରିବାକୁ ପଡିବ ସାର୍। ସେଇ କଷ୍ଟ କଥା କହୁନି, ଆପଣଙ୍କ ସିଷ୍ଟମ ଟା କେମିତି କଣ ରହୁଛି ଟୋଟାଲ ଇଏଟା ସଫ୍ଟୱେର ଟା, ପଇସା ଟା କେମିତି କଣ ରହୁଛି ଚାର୍ଜେସ୍? ହଁ ମୁଁ ସେଟା କଥା ହେଇଥିଲି ସାରଙ୍କ ସହିତ, ସେ କହୁଥିଲେ ସେଟା ଏଡ୍ କରିବାକୁ ପଡିବ। ତ ଆପଣ ମତେ ଥରେ ଫର୍ମାଟ ଦେଇଦେଲେ ମୁଁ ସେଟା ଏଇ ଡ୍ୟାସବୋର୍ଡରେ ହିଁ ଆଡ୍ କରିଦେବି ଆପଣଙ୍କର ସାର୍। ହୁଁ। ଆଜ୍ଞା। ଆଉ ଏଠି ସାର୍ ଏଇଟା ଆପଣଙ୍କର ପେସେଣ୍ଟ ଡିଟେଲ୍ସ ବି ଦେଇପାରିବେ, ଯେମିତି ଆମେ ଏବେ ଏଡ୍ କରିଥିଲୁ ତ ଗୋଟେ ଥର ଗୋଟେ ଜଣେ ପେସେଣ୍ଟ ର ଡାଟା ଏଣ୍ଟ୍ରି ହେଇଗଲେ ଆପଣଙ୍କୁ ବାରମ୍ବାର କରିବାକୁ ପଡିବନି। ଆପଣ ନାଁ ମାରିଦେଲେ ବିଲ ରେ ତ ତାର ଡିଟେଲ୍ସ ଟା ପଳେଇ ଆସ। ଆଜ୍ଞା। ଆଉ ଆପଣଙ୍କର ୟୁଜର ବି ଆପଣ ସାର୍ ଏଡ୍ କରିପାରିବେ, ଯେମିତି ଆପଣଙ୍କର କ୍ୟାସିୟର ରହୁଛନ୍ତି କିମ୍ବା ଆପଣଙ୍କର କୋଉ ଡକ୍ଟର ୟୁଜ କରୁଛନ୍ତି, ଆଡମିନ୍ ୟୁଜ କରୁଛନ୍ତି, ତ ତାଙ୍କୁ ୟୁଜର୍ସ ବି କ୍ରିଏଟ କରିକି ଦେଇପାରିବେ। ତାଙ୍କ ପର୍ସନାଲ ଆକ୍ଟିଭ ଆମର ଲଗଇନ୍ ଆଇଡି ପାସୱାର୍ଡ ରହିବ। ଆଉ ଆପଣ ଏସେସିବିଲିଟି ବି ତାଙ୍କୁ ଲିମିଟେଡ ଦେଇପାରିବେ, କୋଉ କୋଉ ଏସେସିବିଲିଟି ତାଙ୍କେ ୟୁଜ କରିବାକୁ ଚାହୁଁଛନ୍ତି। ତ ସେଇ ହିସାବରେ ତାଙ୍କୁ ଆଇଡି କ୍ରିଏଟ କରିକି ବି ଦେଇପାରିବେ। ଆଉ ଟେମ୍ପଲେଟ୍ସ ବି ଅଛି ଆପଣଙ୍କର, ଯୋଉଟା କି ଆପଣଙ୍କର ବିଲ୍ ରେ ପ୍ରିଣ୍ଟ ହେଇକି ଆସିବ। ଆପଣଙ୍କର ବିଏସ୍ଆର ଡାଇଗ୍ନୋସିସ୍ ନାଁରେ ରହିବ ତାର ହେଡର ଟା। ଆଉ ଯଦି ଆପଣ ଇଏ ବି ଦେବାକୁ ଚାହୁଁଛନ୍ତି ଫୁଟର ବି, ତ ଫୁଟର ବି ଆପଣ ସେଥିରେ ୟୁଜ କରିପାରିବେ ବିଲ୍ ରେ ସାର୍। ଆଜ୍ଞା। ଆଉ ପ୍ଲାନ ର ସାର୍ ଏମାଉଣ୍ଟ ଡିଟେଲ୍ସ ଟା ମୁଁ ଆପଣଙ୍କୁ ବାଏ କଲ ରେ ଦେଇଦେବି। ଆଉ ଯାହାବି ଆପଣଙ୍କର ଏଡ୍ ହବ, ଯେମିତି ଆପଣଙ୍କ ପ୍ରେସକ୍ରିପସନ ଏଡ୍ ହବ ତାର ପ୍ରାଇସିଂ ଟା ମୁଁ ସେ ଆପଣଙ୍କର ରିପୋର୍ଟ ଦେଖିଲା ପରେ ହିଁ କହିପାରିବି ସାର୍। ଠିକ ଅଛି ଠିକ ଅଛି। ଠିକ୍ ଅଛି ସାର୍। ଠିକ ଅଛି ଥ୍ୟାଙ୍କ ଠିକ୍ ଅଛି ସାର୍, ମୁଁ ଆପଣଙ୍କୁ କଲ୍ ରେ କନେକ୍ଟ କରୁଛି ସାର୍। ୟୁ। ଠିକ ଅଛି। ଥ୍ୟାଙ୍କ ୟୁ ସାର୍।